ଆମେ ଏଠାରେ ପଢ଼ିମା ଚର୍ଯ୍ୟା ସାହିତ୍ୟର ଗୋଟିଏ ମୁଖବନ୍ଧ। ଏଠାରେ ତୁମେ ଲକ୍ଷ୍ୟ କରନ୍ତୁ। ମୁଁ 1939 ମସିହାରେ ଅକ୍ଟୋବର ମାସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ 2 ବର୍ଷ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ରହି ଓଡ଼ିଆ ଭାଷାର ବିକାଶ ବିଷୟରେ ଗବେଷଣା କରୁଥିବା ସମୟରେ ହରପ୍ରସାଦ ଶାସ୍ତ୍ରୀ 1907ରେ ନେପାଳ ଆବିଷ୍କୃତ ଓ 1916ରେ ବୋଧଗାନ ଓ ଦୋହା ନାମରେ ପ୍ରକାଶିତ ଚର୍ଯ୍ୟାପଦ ଗୁଡ଼ିକ ସମ୍ବନ୍ଧରେ ସାଧାରଣ ଭାବରେ ଆଲୋଚନା କରିଥିଲେ। ଭକ୍ତ ଆଲୋଚନା ପ୍ରସଙ୍ଗରେ ମୋର ଜଣେ ଅଧ୍ୟାପକ ସମାଲୋଚନା କରୁଥିଲେ ଯେ ଉକ୍ତ ଗ୍ରନ୍ଥରେ ପ୍ରକାଶିତ ଚର୍ଯ୍ୟାଗୀତି ଗୁଡ଼ିକ ଗୋଟିଏ ପାଣ୍ଡୁଲିପିରୁ ମୁଦ୍ରିତ ହୋଇଥିବାରୁ ଚର୍ଯ୍ୟାଗୀତି ଗୁଡ଼ିକର ଭାଷା ଅନେକ ସ୍ଥଳରେ ସଂଶୟାତ୍ମକ। ପ୍ରାୟ 1000 ବର୍ଷରୁ ଅଧିକ କାଳ ପୂର୍ବେ ଭାରତରେ ପୂର୍ବାଞ୍ଚଳରେ ଏଗୁଡ଼ିକ ରଚିତ ହୋଇଥିଲା। ନେପାଳରୁ ଯେଉଁ ପାଣ୍ଡୁଲିପି ଉପରେ ଏଠାରେ ପାଠ ପ୍ରତିଷ୍ଠିତ ହୋଇଅଛି ତାହାର ମୌଳିକ ରଚନା ସମୟ ଓ ଉକ୍ତ ପାଣ୍ଡୁଲିପି ପୁଥିର ଲେଖା ସମୟ ମଧ୍ୟରେ ରହୁଥିବା ଏହା ନକଲ କରାଯାଇଥିବ। ତେଣୁ ପ୍ରତ୍ୟେକ ଲିପିର ଭାଷାରେ କେତେକ ପ୍ରମୋଦ ଓ ପରିବର୍ତ୍ତନ କରିଥିବା ଅତ୍ୟନ୍ତ ସ୍ୱାଭାବିକ। ତେଣୁ ଉକ୍ତ ଅଧ୍ୟାପକଙ୍କର ଉକ୍ତି ସମ୍ପୂର୍ଣ୍ଣ ସମନ୍ୱିତ। ଏକଥା ପ୍ରାୟ ସମସ୍ତେ ସ୍ୱୀକାର କରିବେ। ଲଣ୍ଡନରେ ଥିବା ସମୟରେ ମୁଁ କାତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ସହତ ଉଲ୍ଲାଙ୍କ ଫରାସୀ ଭାଷାରେ ପ୍ରକାଶିତ ଲିଚେଟ୍ସ ମାର୍କ୍ୟୁଜ ଡି କ୍ୟାନବେ ଟୁ ଡ୍ରାକ୍ଟ ପଢ଼ିବାକୁ ପାଇଲି। ସେଥିରେ ସେ ଇତିତୀୟ ଭାଷାରେ ଅନୁଚିତ କେତେକ ଚର୍ଯ୍ୟାର ବିଷୟ ମଧ୍ୟ ଆଲୋଚନା କରିଛନ୍ତି। କିନ୍ତୁ ଉକ୍ତ ଗ୍ରନ୍ଥଟି ଫ୍ରାନ୍ସରେ ବା ଲଣ୍ଡନରେ ସ୍ଥଳବ ନଥିବାରୁ ଭାରତକୁ ଆସି ଯାହାକୁ ଜନ୍ମ ଭାବରେ ପଢ଼ିବାର ସୁବିଧା ମୁଁ ପାଇନାହିଁ ତାହା ବିଶ୍ୱବିଦ୍ୟାଳୟ 1957 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ସର୍ବାଧିକ 1964 ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ ବୌଦ୍ଧ ଭାଷାରେ ନାମରେ ମୁଖବନ୍ଧରେ ସେ ମତ ଦେଇଛନ୍ତି। ଆମ୍ଭେମାନେ ବୋଧଗାନର ବଙ୍ଗଳା ଭାଷାରେ ପଶ୍ଚିମବଙ୍ଗରେ ବୋଲି ନିର୍ଦ୍ଦେଶ ନ ଦେଇଛନ୍ତି। ଆମ୍ଭେମାନେ ବୋଧଗାନର ବଙ୍ଗଳା ଭାଷାର ପଶ୍ଚିମବଙ୍ଗର ବୋଲି ନିର୍ଦ୍ଦେଶ ନ କରି ସେ କେତେକ ପ୍ରାଚୀନ ବଙ୍ଗଳା କିମ୍ବା ବୈଦିକ ଭାବେ ପ୍ରାଚୀନ ବଙ୍ଗ କାମ୍ପୁରୀ ଗତି କହିବାକୁ ସଙ୍ଗତ ମନେ କରୁଛି। ସେହି ପ୍ରବନ୍ଧରେ ସେ ମତ ଦେଇଛନ୍ତି ଯେ ଏହା ଭାଷା ଚର୍ଯ୍ୟା ଭାଷା।